নূতন জনছবি, নূতন উৎসাহ ও নূতন পরিচয় দেওয়া সহিত হৃদয়ের গভীরতম কোণরে রহিଥିବା ଅକୁହା ରହସ୍ୟକୁ ଶବ୍ଦର ରୂପ ଦେଉଥିଲା। ତାଙ୍କ ସୁନ୍ଦର ସ୍ୱତନ୍ତ୍ରତା, ସ୍ୱରର ଅଦ୍ୱିତୀୟତା ଓ ଭାବର ଗାମ୍ଭୀର୍ଯ୍ୟତାର ସମ୍ମିଶ୍ରଣରେ ପ୍ରତ୍ୟେକଙ୍କ ମାନସରେ ଭରୁଥିବା ଉନ୍ମାଦନା ତଥା ଆବେଗର ଭାବ ପ୍ରବଣତା ହୃଦୟକୁ ଛୁଇଁ ଯାଇଛି। ସଫଳତାର ଶିଖରରେ ପହଞ୍ଚିଥିଲେ ମଧ୍ୟ ସରଳତାର ପାଦଦେଶ ଥିଲା ତାଙ୍କର ବାସଭୂମି। ତାଙ୍କ ଅପରିମେୟ ଅବଦାନ ସଦା ସ୍ମରଣୀୟ ରହିବ। ସେ ନାହାନ୍ତି କିନ୍ତୁ ତାଙ୍କ ଗୀତ ସଦା ଜୀବନ୍ତ, ତାଙ୍କ ସ୍ୱର ସଦା ଶ୍ରୋତାଙ୍କ ହୃଦୟକୁ ସ୍ପନ୍ଦିତ କରିବ। ହ୍ୟୁମାନ ଓଡ଼ିଶା ମାଟିରେ ଜନ୍ମିଥିବା ଏକ ମହାନ ସ୍ୱର ସାଧକ, ଯାହାଙ୍କ ଦେହାନ୍ତ ଏକ ଶୂନ୍ୟତା ସୃଷ୍ଟି କରିଦେଇଛି, କିନ୍ତୁ ତାଙ୍କ କଳା ସବୁବେଳେ ପ୍ରତ୍ୟେକଙ୍କ ମାନସ ପଟକରେ ଲିପିବଦ୍ଧ ହୋଇ ରହିଛି। ପ୍ରଭୁଙ୍କ ଅନୁଗ୍ରହରେ ତାଙ୍କ ମା ତଥା ପ୍ରିୟ ପରିବାର ମାନଙ୍କୁ ତାଙ୍କ ସମ୍ପତ୍ତି ନିଶ୍ଚୟ ଧୈର୍ଯ୍ୟ ଶକ୍ତି ଦେବ, ଯେପରି ତାଙ୍କ ଗୀତ ଗୁଡ଼ିକ ସମସ୍ତଙ୍କୁ ପ୍ରତ୍ୟେକ ଉତ୍ଥାନ ପତନର ଜୀବନରେ ସମବେଦନା ସୃଷ୍ଟି କରିବାରେ ସାହାଯ୍ୟ କରେ। ଅନ୍ତିମେ ଆମେ ପ୍ରଭୁ ଯୀଶୁଙ୍କ ନାମରେ ପ୍ରାର୍ଥନା କରୁଛୁ, ହ୍ୟୁମାନ ସାଗରଙ୍କର ଆତ୍ମା ଶାନ୍ତିର ପ୍ରଶଂସା ସଙ୍ଗୀତ ସ୍ୱର୍ଗୀୟ ପରମେଶ୍ୱରଙ୍କ ଠାରେ ଗାନ କରୁଥିବେ, ଯେଉଁଠାରେ କୌଣସି ଦୁଃଖ ନାହିଁ, କେବଳ ଆନନ୍ଦ ଓ ଅନନ୍ତ ଆନନ୍ଦ ପୁରି ରହିଅଛି। ଏହି ଫଳକ ସିଏନ୍ଆଇ ଚର୍ଚ୍ଚ ଟିଟଲାଗଡ଼ ତରଫରୁ ଆମେ ଆମର ପ୍ରିୟ ହ୍ୟୁମାନ ସାଗରଙ୍କ ମାଙ୍କୁ ହ୍ୟୁମାନ ସାଗରର ଏହି ଶ୍ରଦ୍ଧାଞ୍ଜଳି ଉତ୍ସବରେ ଆମେ ପ୍ରଦାନ କରୁଅଛୁ। ବର୍ତ୍ତମାନ ମୁଁ ଅନୁରୋଧ କରିବି, ଯଦିଓ ଗୋଟିଏ ଶବ୍ଦ ବି ଆସିବା ସମ୍ଭବ ନୁହଁ, ତଥାପି ହ୍ୟୁମାନ ସାଗରଙ୍କ ମା ଯେତେବେଳେ ଅଛନ୍ତି, 2-4 ଲାଇନ୍ ଯଦି ସେହି ସମୟରେ କହିବେ। ଦୀର୍ଘ ଦିନ